କାହାଣୀ ବୀରମତୀଙ୍କ ଦେଶପ୍ରୀତି। ଆଲାଉଦ୍ଦିନ ଖିଲଜି ରାଜତ୍ୱ ସମୟର ଘଟଣା। ଦେବଗିରି ରାଜ୍ୟକୁ ନିଜ ରାଜ୍ୟରେ ସାମିଲ କରିବା ପାଇଁ ଆଲାଉଦ୍ଦିନ ଯୋଜନା ପ୍ରସ୍ତୁତ କଲା। ଦେବଗିରିର ରାଜା ରାମଦେବ ଓ ତାଙ୍କ ଦେଶବାସୀ ଦୁର୍ଦ୍ଧର୍ଷ ବୀରଜାତି ଥିଲେ। ସହଜରେ ପରାଧୀନତାକୁ ସ୍ୱୀକାର କରିବା ସେମାନଙ୍କ ଜାତକରେ ନଥିଲା। ତେଣୁ ରାଜା ନିଜ ଦେଶକୁ ଶତ୍ରୁ ହାତରୁ ରକ୍ଷା କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତିରେ ଲାଗି ପଡ଼ିଲେ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେବଗିରିର ସୁଯୋଗ୍ୟ ସେନାପତିଙ୍କର ଏକ ଯୁଦ୍ଧରେ ପ୍ରାଣହାନି ହେଲା। କୌଣସି ବିକଳ୍ପ ନଥିବାରୁ ରାଜା ରାମଦେବ ଶ୍ରୀକୃଷ୍ଣରାଓଙ୍କ ଉପରେ ଭରସା ରଖି ଶତ୍ରୁ ସହ ଯୁଦ୍ଧ କରିବାକୁ ମନସ୍ଥ କଲେ। ଆଲାଉଦ୍ଦିନ ବିନା ଯୁଦ୍ଧରେ ଦେବଗିରିକୁ କିପରି କରାୟତ୍ତ କରିହେବ ସେ ସମ୍ପର୍କିତ ଯେଉଁ ଷଡ଼ଯନ୍ତ୍ରର ଜାଲ ବିଛାଇଲା, ସେହି ଜାଲରେ ଶ୍ରୀକୃଷ୍ଣରାଓ ପଡ଼ିଗଲେ। ଶ୍ରୀକୃଷ୍ଣରାଓଙ୍କ ଚାଲିଚଳନରେ ଅସ୍ୱାଭାବିକତା ତାଙ୍କ ପତ୍ନୀ ବୀରମତୀ ଅନୁଭବ କଲେ। ସ୍ୱାମୀ କିଛି ଦେଶଦ୍ରୋହ କାମରେ ସମ୍ପୃକ୍ତ ଥିଲା ଭଳି ତାଙ୍କର ସନ୍ଦେହ ହେଲା। ତେଣୁ ବାଧ୍ୟ ହୋଇ ସେ ଖୁବ୍ ସତର୍କତାର ସହ ନିଜ ପତିଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରୁଥାନ୍ତି। ରାତିର ଘନ ଅନ୍ଧକାରରେ ଶ୍ରୀକୃଷ୍ଣରାଓ ନିଜ ରାଜ୍ୟର ଗୁପ୍ତ ତଥ୍ୟ ଶତ୍ରୁ ଶିବିରରେ ଜଣାଇବା ପାଇଁ ଯିବାକୁ ବାହାରିଲେ। ଏହା ଜାଣିପାରି ବୀରମତୀ ବେଶ ବଦଳାଇ ସ୍ୱାମୀଙ୍କୁ ଅନୁସରଣ କଲେ। ସେ ଦେବଗିରିର ଦିବଂଗତ ସେନାପତିଙ୍କ ସୁଯୋଗ୍ୟ କନ୍ୟା। ଦେଶାତ୍ମବୋଧରେ ଉଦ୍ବୁଦ୍ଧା ବୀରମତୀ ଦେଶ ପାଇଁ ସର୍ବୋଚ୍ଚ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ଥାଆନ୍ତି। ସେ ଯାହା ଅନୁମାନ କରୁଥିଲେ ତାହା ସତ୍ୟ ପ୍ରମାଣିତ ହେଲା। ଶତ୍ରୁ ଶିବିରରେ ଖିଲଜିକୁ ଗୁପ୍ତ ତଥ୍ୟ କହିବା କ୍ଷଣି ବୀରମତୀ ଖଣ୍ଡାରେ ଭୁଷି ସ୍ୱାମୀ ଶ୍ରୀକୃଷ୍ଣରାଓଙ୍କୁ ହତ୍ୟା କଲେ ଏବଂ ନିଜ ମଧ୍ୟ ଖଣ୍ଡାରେ ଭୁଷି ହୋଇ ମୃତ୍ୟୁବରଣ କଲେ। ଦେଶର ସୁରକ୍ଷା ପାଇଁ ନିଜ ସ୍ୱାମୀଙ୍କୁ ହତ୍ୟା କରିବା ଭଳି କଠୋର ନିଷ୍ପତ୍ତି ବାସ୍ତବିକ ଅବିସ୍ମରଣୀୟ।